ଅରଣି ଏ ପ୍ରକାର କାଠ ଜଗନ୍ନାଥ ସେ କଥାକୁ ଲେଖିଛନ୍ତି ସୁନ୍ଦର ଭାବରେ କହିଲେ ପୁତ୍ର ହେଲେ ଦୋଷୀ ଦଣ୍ଡୁ ଅଦୋଷୀ ଜନ ତୁ ନ ଦଣ୍ଡୁ। ଦୋଷ ଯିଏ କରିଛି ତାକୁ ଦଣ୍ଡ ଦଉ, ଅଦୋଷୀକୁ କାହିଁ ଦଣ୍ଡିବୁ। ତେଣୁ ଯଜ୍ଞାନୁଷ୍ଠାନ ସମୟରେ ଯଜ୍ଞ କାଠରୁ ଅଗ୍ନି ଉତ୍ପନ୍ନ କରାଯାଏ। ଯଦି ତାଙ୍କର ମୃତ ପିତାଙ୍କ ଠାରୁ ପୃଥୁ ଜନ୍ମ ଲାଭ କରିଥିଲେ ତଥାପି ସେ ଅଗ୍ନି ସଦୃଶ ଜ୍ୱଳନ୍ତ ରହୁଥିଲେ। ଯେପରି କେହି ସହଜରେ ଅଗ୍ନି ନିକଟକୁ ଯାଇପାରିବେ ନାହିଁ, ଠିକ ସେଇଭଳି ଶତ୍ରୁଗଣ ରାଜା ପୃଥୁଙ୍କ ନିକଟକୁ ଯାଇପାରିବେ ନାହିଁ। ଶତ୍ରୁଗଣ ତାଙ୍କ ନିକଟରେ ଥିବା ଭଳି ଜଣା ପଡୁଥିଲେ ସୁଦ୍ଧା ରାଜାଙ୍କ ପାଖରେ ପହଞ୍ଚି ପାରିବେ ନାହିଁ। ରାଜା ପୃଥୁ ଗୁପ୍ତ ଭୃତ୍ୟ ମାନଙ୍କ ଦ୍ୱାରା ପ୍ରଜା ମାନଙ୍କର ଅନ୍ତରୀଣ ଦିଗ ତାଙ୍କ ବାହ୍ୟ ଦିଗ ଏ ସବୁ କାର୍ଯ୍ୟରେ ଅବଗତ ହେଇ ସୁଦ୍ଧା ଜୀବର ଅଭ୍ୟନ୍ତରସ୍ଥ ଆତ୍ମଭୂତ ବାୟୁ ସଦୃଶ ଅନ୍ତର୍ଯାମୀ ଭଳି ନିଜ ନିନ୍ଦା ଓ ସ୍ତୁତି ବିଷୟରେ ଉଦାସୀନ ହୋଇ ସାକ୍ଷୀ ସ୍ୱରୂପ ଅବସ୍ଥାନ କରିବେ। ସିଏ ହଉଛି ରାଜା। ଆମେ ଯେତେବେଳେ ଆଜିର ସମାଜରେ ରାଜା ମାନଙ୍କ ପାଇଁ ନିର୍ବାଚନ ଆସୁଛି, ନିର୍ବାଚନ ସମୟରେ ଗୋଟେ ଗୁଇନ୍ଦା ବିଭାଗ ଅଛି। ବର୍ତ୍ତମାନ ଚାରିଆଡେ ସବୁ ଜିଲ୍ଲାରେ ଗୋଟେ ଗୋଟେ ଗୁଇନ୍ଦା ବିଭାଗ ଅଛି। ଗୁଇନ୍ଦା ବିଭାଗ ସରକାରଙ୍କୁ ଅବଗତ କରାଇବା ପୂର୍ବରୁ ପୋଲିସକୁ ଅବଗତ କରାଯାଏ। ଗୁଇନ୍ଦା ବିଭାଗ ହାତରେ ସବୁ ତଥ୍ୟ ଥାଏ। କେତେ ଆତଙ୍କବାଦୀ ପଶିଲେ, କୋଉଠି ନକ୍ସଲବାଦୀ କେତେ ଅଛନ୍ତି। ଗୁଇନ୍ଦା ବିଭାଗଟି ସରକାରଙ୍କର ପ୍ରଶାସନର ସବୁଠାରୁ ସୁପ୍ତ ଜଣା ପଡୁଥିଲେ ମଧ୍ୟ ଅଧିକ ସକ୍ରିୟ ବିଭାଗ। ଆମେ କେତେ ଲୋକଙ୍କୁ କେତେ ବାଂଲାଦେଶ ଆଜି ହିନ୍ଦୁଙ୍କର ମୃତ୍ୟୁ ଘଟୁଛି ବାଂଲାଦେଶରେ, କେତେ ବାଂଲାଦେଶୀ ଆମ ପାଖରେ ଅଛନ୍ତି, ଗୁଇନ୍ଦା ବିଭାଗ ହାତରେ ରିପୋର୍ଟ ଅଛି। ଆମ ଗୁଇନ୍ଦା ବିଭାଗ ଆମେ ଆଜି ଦୁଃଖ ପାଉଛୁ କାହିଁକି? ଆମେ ନିଜେ ନିଜର ଗୁଣ ପାଇଁ ଦୁଃଖ ପାଉଛୁ। ଆମେ ନିଜେ ନିଜର ଭୁଲକୁ ବୁଝି ପାରୁନୁ। ଆମେ ଗୁଇନ୍ଦା ବିଭାଗ ସକ୍ରିୟ ଥାଇ ମଧ୍ୟ ଜାଣି ସୁଦ୍ଧା ଆମ ପ୍ରଶାସନର ଅର୍ଡର ସେମାନଙ୍କୁ ଆମେ ନାଗରିକ କରି ଆମେ ଭୋଟ ନବା, ଏଇଟା ରାଜାର ଉଦ୍ଦେଶ୍ୟ ନୁହେଁ। ପ୍ରକୃତ ରାଜାର ଉଦ୍ଦେଶ୍ୟ ଏହା ହବା କଥା ନୁହେଁ। ମୋର କହିବାର ତାତ୍ପର୍ଯ୍ୟ ଯେ ସବୁ କ୍ଷେତ୍ରରେ ରାଜା ପୃଥୁ ସର୍ବଦା ଧର୍ମ ମାର୍ଗରେ ରହିବେ। ଆଜିର ରାଜା ନାହାନ୍ତି, କେହି ନାହାନ୍ତି। କାରଣ ଧର୍ମ ମାର୍ଗ ହଉଛି ଶ୍ରେଷ୍ଠ ମାର୍ଗ। କଳି ଯୁଗରେ ଧର୍ମ ମାର୍ଗୀ ହେଇପାରିବେ ନାହିଁ ରାଜା ମାନେ। ଏ କାଳର କରାଳ ରୂପ, କାଳର କରାଳ ରୂପ ହଉଛି ଅଧର୍ମୀ କରିବ, ଧର୍ମ ମାର୍ଗରେ ନାହିଁ। ନିଜ ପୁଅ ଏବଂ ଶତ୍ରୁର ପୁଅ ଉଭୟଙ୍କ ପ୍ରତି ନିରପେକ୍ଷ ରହିବ ରାଜା। ସମସ୍ତଙ୍କୁ ସମାନ ଦେଖିବ। ଗୀତାରେ ଭଗବାନ ଯୋଉ କଥା କହିଛନ୍ତି, ବିଦ୍ୟା ବିନୟ ସମ୍ପର୍ଣ୍ଣେ ବ୍ରାହ୍ମଣା ଗଭୀରସ୍ତିନି ସୁନି ଚୈବ ସପା କେଚ ପଣ୍ଡିତା ସମଦର୍ଶିନ। ପ୍ରକୃତ ରାଜା ହଉଛି ପଣ୍ଡିତ ବ୍ୟକ୍ତି। ରାଜା ଯିଏ ପଣ୍ଡିତ ସିଏ ସମସ୍ତଙ୍କୁ ସମାନ ଦେଖିବ। ତାର ଶତ୍ରୁର ପୁଅ କିଏ, ମୋ ପୁଅ କିଏ ଦେଖିବାର ନାହିଁ। ଶତ୍ରୁ ପୁତ୍ର ଦଣ୍ଡନୀୟ ହୋଇ ନଥିଲେ ତା ପ୍ରତି ଦଣ୍ଡ ବିଧାନ କରାଯିବ ନାହିଁ। ନିଜ ପୁତ୍ର ଯଦି ଦଣ୍ଡନୀୟ ତତ୍କ୍ଷଣାତ୍ ତା ପ୍ରତି ଦଣ୍ଡ ବିଧାନ କରାଯିବ। ଇଏ ହଉଛି ଗୋଟେ ରାଜାର ନିୟମାବଳୀ। ନିରପେକ୍ଷ ଶାସକର